बंशी पारिबिनी मो बंशी पारिबिनी मो दुख करनी बाबू तुम्हें समुद्र मनुष्य समुद्र खराब लोक नहंती आसिले से तांकर भूल बुझी पारिबी बापा तो एंती कथा होतबो ना ड्यूटी के जीवो हां ओ ड्यूटी के जीवी बाबू मते खाली गुटे कथा कह ओ झियो सहित तोर संपर्क कोन आपण के झियो को भलो पाए भल पाई किए केबे कहा को ठकी भल पाई किए केबे कहा को धोखा दिए नी आपण सेमिति काहे भाबुचंदी काका ओ ता मां मोरी गला परे मोटा बा झियो मनरे मो केबे दुख देई नी बाबू बाबू झियो मनरे केबे दुख देबनी छुआटा मोर हानि जीव बाबू संगाती खबर हानि जीव नहीं अपन सुन के नहीं बाबू मनीषटा को तो सहज कुकुरा कर देखते कि देखा तो मुझे पड़े जाता से काम तो कर पाइलनी मान्य को पड़े तो झील पिता को जो इच्छा से स्थान कर पत्र मानवे आसी सामने से किसी प्रपोज करा जाए कहे छाड़ू न मत छाड़ तारे किए देखी नब घरे कहीं ना शिव दिशा पड़े जीएसटी लगी बोली मो जीएसटी लगी जीएसटी लगना कथा लागू जीएसटी ना पाइए कि जेते बड़े जीएसटी दाऊ आपकी दाऊ
ନର୍ସିଂ ହୋମରେ ଆଡମିଟ୍ ହେଇଥିଲା। ମାମା ହିସାବରେ ଘରୁଟିଏ ତମେ ତାକୁ ଦେଖିବାକୁ ଯାଇଛ? ଆରେ ବାପା ମା ହେଇ ତା ପ୍ରତି କାହିଁକି ଏତେ ଅନ୍ୟାୟ କରୁଛ ତମେ? ଆରେ ତମକୁ ଧର୍ମ ସହିବନି ରେ, ତମକୁ ଧର୍ମ ସହିବନି। କାହିଁକି ନା ସେ ଗୋଟାଏ ଭୁଲ କରିଛନ୍ତି। ଆମ ଶତ୍ରୁର ଝିଅକୁ ଭଲ ପାଉଛି। ତାକୁ ତମେ ଶତ୍ରୁ ବୋଲି କହୁଛ? ଚନ୍ଦ୍ରଭାନୁ ଚନ୍ଦ୍ରଶେଖରକୁ ଯିଏ ତମ ପୁଅକୁ ବଞ୍ଚେଇଲା ସେ ତମ ଶତ୍ରୁ ହେଲା କେମିତି? ମୁଁ ତ କହିବି ଚନ୍ଦ୍ରଭାନୁ ଚନ୍ଦ୍ରଶେଖର ଜଣେ ଭଲ ମଣିଷ। ଖର୍ଚ୍ଚ କରି ସେଦିନ ଆକ୍ସିଡେଣ୍ଟରୁ ସେ ତାକୁ ନର୍ସିଂ ହୋମ ନେଇ ଜୀବନ ଦେଇଛି। ସେ ମୋ ପାଇଁ ଭଗବାନ। ଆଉ ଥରେ ତମମାନଙ୍କୁ କହିଦଉଛି ଶୁଣ, ତମ ଜୀବନରେ କେବେ ବି ମୋ ନାତିଆ ଟୋକାର ମଙ୍ଗଳ ଚିନ୍ତା କରିବନି। ଠିକ ଅଛି ନା? ଯେତେବେଳେ ଆପଣଙ୍କୁ ଆମେ ଏତେ ବୁଝେଇବି ଆପଣ ଆମ କଥା ରଖୁନାହାନ୍ତି। ଆପଣ ବି ମୋର ଗୋଟେ କଥା ଧ୍ୟାନ ଦେଇକି ଶୁଣନ୍ତୁ। ଯଦି ଆପଣ ଚନ୍ଦ୍ରଭାନୁ ଚନ୍ଦ୍ରଶେଖର ଝିଅ ସହିତ ସମ୍ପର୍କ କରନ୍ତି ତାହେଲେ ଆପଣ ଏଠାରୁ ଗାଡ଼ି ଆଉ ଆପଣ ଯେତେ ରାତି ରାସ୍ତାର କମ୍ପାନୀ ଫାର୍ମ ହାଉସ୍ରେ ମତେ ଧମକ ଦଉଛୁ? ଆରେ ଆଜି ବି ଏ ଘରେ ସୂର୍ଯ୍ୟ ସାମନ୍ତରାୟର ଡିସିସନ ଚାଲେ। ଏ ଘର ବାରି ଜମି ସମ୍ପତ୍ତି ଆଜି ବି ମୋ ନାଁରେ ଅଛି। ତୁ କିଏ? ମତେ ଘର ବାହାର କରିଦେବ? ତୁ କିଏ? ଆରେ ମୋ ଯୋଉଠି ଇଚ୍ଛା ମୁଁ ସେଇଠି ରହିବି। ତମରେ ଆପଣ କହିବା ଅନୁସାରେ ଆମେ ହଉଛେ ଘରର ଆପଣଙ୍କ ଦୟାର ପାତ୍ର। ଆଇ ବାବା, ମୁଁ ଏଇ ଅବିବେକୀ ନୁହଁ। ତମମାନଙ୍କ କଥା ମାନି ମୁଁ ମୋ ଟୋକାକୁ ଧରି ଫାର୍ମ ହାଉସରେ ରହିବି। କିନ୍ତୁ ମୁଁ ଗୋଟେ କଥା କହୁଛି ଶୁଣ, ତମେ କେବେ ବି ତାର ମଙ୍ଗଳ ଚିନ୍ତା କରିବ କେବେ ନୁହେଁ। ଠିକ ଅଛି। ଆପଣଙ୍କ ମନକୁ ଯାହା ଆସୁଛି ଆପଣ ସ୍ୱୟଂ କରନ୍ତୁ। ଆସନ୍ତୁ। ଚାଲ। ବଡ଼ ଖବର ମାନ ଏ ଘରେ ମୋ ନାତିଆ ଟୋକା ପାଇଁ ସବୁଦିନ ଗଣ୍ଡଗୋଳ। ଆରେ ତା ଜନ୍ମରୁ ଆଜି ପର୍ଯ୍ୟନ୍ତ ମୁଁ ସମସ୍ତଙ୍କ ସାଥିରେ କେବଳ ଝଗଡ଼ା କରି ଚାଲିଛି। ମୁଁ ଛାଡ଼ି ପାରୁନି। କେତେ ଦିନ ଆଉ ଏମିତି ଚାଲିବ? କେତେ ଦିନ? ଯେତେ ଦିନ ପର୍ଯ୍ୟନ୍ତ ଆପଣ ବଞ୍ଚିଥିବେ। ଆଉରେ ମାନ ଆଉ ମାନେ ସମସ୍ତେ ଚାହାନ୍ତି କେମିତି ମୁଁ ମରିଯାଏ ବୋଲି। ଆରେ ମୁଁ ବଞ୍ଚିଥିବା ପର୍ଯ୍ୟନ୍ତ ମୋ ନାତିଆ ଟୋକା ପାଇଁ ଏମିତି ଝଗଡ଼ା କରି ଚାଲିଥିବି। ଆରେ ଗୋଟିଏ ପରେ ଗୋଟିଏ ଭୁଲ କରି ଚାଲିଥିବି। ଆଉ ଯୋଉଦିନ ମୁଁ ମରିଯିବି ସେଦିନ ତମେ ସମସ୍ତେ ଶାନ୍ତିରେ ରହିବେ। ତ ଏତିକି ମୋ ପିଲା, ମୋ ସମ୍ଭବଟା ବଞ୍ଚି ପାରିବନି। ମୋ ସମ୍ଭବଟା ବଞ୍ଚି ପାରିବନି। ମରିଯିବ। ତମେ କାହିଁକି ଏମିତି ଭାବୁଛ? ଯେ ତମେ ହଉଛ ଏ ଘରର ମୂଳ ଦୁଆ। ସମ୍ଭବ ଯାହାକୁ ଭଲ ପାଉଛି ତମେ ତାହା ପାଇଁ ସବୁ ମ୍ୟାରେଜ କରିଦିଅ। ଆଲୋ, ଓ ତୁମେ ଚୁପ କର। ତୁମେ କହୁଛି କଣ ଜାଣିଛ ତମେ? କଣ ଜାଣିଛ ତମେ? କଣ ଶୁଣିଛ? ମମି ଡାଡି ଯାହା କଥା ହଉଥିଲେ ତମେ କିଛି ବୁଝିଲ କି?
ଏଇଟା ଫାଇନାଲ। ସମସ୍ତେ ଭାବୁଛ ବିବାହ ହୋଇପାରିବନି, କିନ୍ତୁ ମୋର କାଜି ଚନ୍ଦ୍ରଭାନୁ ଚନ୍ଦ୍ରଶେଖରର ଝିଅ ସହିତ ସମ୍ଭବର ବିବାହ ହବ। ଆଉ ଏଇଟା ହଉଛି ଫାଇନାଲ। ଏମାନେ ବିବାହ କରିବାକୁ ଦେବେନି। ଏମାନେ ଦେଖିବା କେମିତି ବିବାହ କରିବାକୁ ଦେବେ। ଏମାନେ No, no, never. श्री बुढ़ाई अरे बुढ़ा वयस रे लाठी प्रेमरे एमिते पागल होई जाइछन। अरे कोउडा भूल कोउडा ठीक से किछु जाने पर चेष्टा भी कर रहती। नीला तो का को बोल ये देखो संभव के ଭଲ ପାଉଚି ତାକୁ ବି ସେ ମ୍ୟାରେଜ କରିବ। ଆଉ ଏଇଟା ସେ କର ଫାଇନାଲ ଡିସିଜନ। ଏଇ ମୁଁ ତମକୁ ସଫାସା କରି ଦଉଚି। ତମେ କୌଣସି କଥା ମୁଣ୍ଡ ପୁରେଇବା ଦରକାର ନାହିଁ। ତମେ ଠିକ ସମୟ ଅଫିସ ଯାଅ, ଠିକ ସମୟ ଅଫିସରୁ ଘରକୁ ଆସ। କିଛି ଜାଣିନାହାନ୍ତି, କିଛି ବୁଝିନାହାନ୍ତି। ଚାଲି ଆସିଲେ ମୋତେ ସଜା ସନ୍ଦେହ ପାଖକୁ ଅପଦାର୍ଥ କରିଯାଅ। ତମେ ମୋତେ କ୍ଷମା କରୁଛ? ଓ ତମେ ଗୋଟେ ଅପଦାର୍ଥ ଏଇଟା ଅପଦାର୍ଥ ତମେ ଗୋଟେ। ହେଇ କଣ ଜାଣିଛ ତମେ? କଣ ବୁଝିଛ ତମେ? କିଛି ଜାଣିନ, କିଛି ବୁଝିନ। ତେଣୁ ଠିକ ସମୟ ଅଫିସ ଯାଅ, ଆଉ ଠିକ ସମୟ ଘରକୁ ଆସ। କୁଣ୍ଡେ ଖାଇଦେଇ ଚୁପଚାପ ଶୋଇପଡ଼। ସମ୍ଭବ କଥା ମୁଁ ବୁଝିବି। ତମେ ସବୁବେଳେ ସେ ସମୟରେ କଥା କାଇଁ କରୁଛ? କଣ ଚାହ ତମେ? ବର୍ବାଦୀ। ମୁଁ ତମେ ସମ୍ଭବର ବର୍ବାଦୀ। ଆଉ ମୁଁ ତା ଚାରି ପାଖରେ ଏମିତି ନିଆଁ ଲଗେଇଦେବି ଯେ ମୁଁ କେବେ ହେଲେ ସେ ସବୁ କରିବାକୁ ଦେବିନି। ତମେ ସମ୍ଭବର ବର୍ବାଦ କରିବ, ମୁଁ ତାକୁ ବଞ୍ଚେଇବି। ଦେଖିଲି ତମେ କଣ କରିପାରିବ? ଏ ମୁଁ ମର୍ଦ୍ଦ କଣିଆ ତୁମ ପାଖରେ ରଖ କହୁଛି। ତମେ ଭୁଲି ଯାଉଛ ମୁଁ ଚାହିଁଲେ ତମେ କଣ କରିପାରେ। କଣ କରିବ? କଣ କରିବ ତମେ? କଣ କରିବି? ଆରେ କ୍ଷମା କରୁଛରେ ଭାବି ନାହିଁ। ତମେ ଗୋଟାଏ ନପୁଂସକ। ଏଇଟାକୁ ମୁଁ ଏ ସମାଜ ଆଗରେ ପ୍ରମାଣ କରିଦେବି। ପ୍ରମାଣ କରିଦେବି ମୁଁ। ତମେ କାଠ ଉପରେ ଠିଆ କରି ତମ ଇଜ୍ଜତକୁ ବିଷ ରାସ୍ତାରେ ଲାଲ କରିଦେବି। କଣ କେତେ ଆପଣଙ୍କୁ ହାତରେ ଧରି ମୁଁ ତମକୁ ଡିଭୋର୍ସ କରିବି। ଡିଭୋର୍ସ କରିବି ମୁଁ ତମକୁ। ମିଷ୍ଟର ମାନବ ସାମନ୍ତ, ଆକାଶଟା ତୋ ମୁଣ୍ଡ ଉପରେ ଖସି ପଡ଼ିଲା ନା ତୋ ପାଦ ତଳ ମାଟିଟା ଖସିବ? ହଁ, ଆଉ ଗୋଟେ କଥା ଜାଣିଲେ ତୋତେ ଖୁବ ଆଶ୍ଚର୍ଯ୍ୟ ହେଇଯିବ। କଣ? କଲେଜ କ୍ୟାରିୟରରେ ମୁଁ ତମ ସାନ ଭାଇ ସମ୍ଭବକୁ ଲଭ୍ କରୁଥିଲି। ହେଲେ ସେ ତପସ୍ୟା ପ୍ରେମରେ ପଡ଼ି ମୋତେ ସେ ଧୋକା ଦେଲା। ମୁଁ ସେଇ ଦିନଠାରୁ ପ୍ରତିଶୋଧ ନ୍ୟାୟ ଚାହୁଁଛି। ଆଜି ଯେତେବେଳେ ପ୍ରତିଶୋଧ ନେବାର ସମୟ ଆସିଯାଇଛି, no, no, never. ହାତଛଡ଼ା କରିଥାନ୍ତି କେମିତି? ତମେ ଏତେ ସାଂଘାତିକ, ତମେ ଏତେ ଭୟଙ୍କର। ତମେ ପରା କହୁଥିଲ ତମେ ସମ୍ଭବକୁ ଭଲ ପାଅ। ମାରିବାକୁ ପଡ଼ିବ ତମର ପ୍ଲାନକୁ। ମୁଁ ବି ଦେଖିବି ତମେ ମୋ ଭାଇର କଣ କରିବ। ଆଜିଠୁ ମୁଁ ତମ ଚେଷ୍କୁ ସ୍ୱୀକାର କରୁଛି ମିସେସ୍ ସେଲିନା ସମ୍ଭବ। I promise accept
क्यों मारे बर्बादी यज्ञर आत्मप्रस्तुति आरंभ तमे मानव सामंत राय केवल तमे द्वितीय आहुति हेब तम स्थान भाई संभव सामंत राय आहुति परे आहुति परे आहुति आहुति परे आहुति देई जाच्छी जेते दिन पर्यंत एलिना सामंत राय ता टार्गेट रे न पहुंची आउ सेलिना तबे पहिला मानव सामंत राय जितुची किए आउ हारुची किए No, never. तो प्रेम